ବନ୍ୟପ୍ରାଣୀ ସମ୍ବଳ ପାଠର ପ୍ରଶ୍ନ ଉତ୍ତର। ଜୈବ ବିବିଧତା କ'ଣ? ଭୂପୃଷ୍ଠର କୌଣସି ଅଞ୍ଚଳର ପ୍ରାକୃତିକ ଉଦ୍ଭିଦ, ପ୍ରାଣୀ, ଅନ୍ୟାନ୍ୟ ଜୀବଜନ୍ତୁ ଓ ପରିସଂସ୍ଥାର ସମଷ୍ଟିକୁ ଜୈବ ବିବିଧତା କୁହାଯାଏ। ଏହା ତିନି ପ୍ରକାର, ଯଥା ଜିନୀୟ ଜୈବ ବିବିଧତା, ଜାତି ବିବିଧତା ଏବଂ ପରିସଂସ୍ଥୀୟ ଜୈବ ବିବିଧତା। ସମଗ୍ର ପୃଥିବୀକୁ ଜୈବ ବିବିଧତା ଅନୁସାରେ 12ଟି ବୃହତ୍ କେନ୍ଦ୍ର, 18ଗୋଟି ତତ୍ପସ୍ତରରେ ବିଭକ୍ତ କରାଯାଇଛି। ତନ୍ମଧ୍ୟରୁ ଭାରତର ଏକ ଜୈବ ବିବିଧତାର ବୃହତ୍ କେନ୍ଦ୍ର ଏବଂ ଏହାର 2ଗୋଟି ତତ୍ସଲ ଉତ୍ତର ପୂର୍ବ ଭାରତ ଓ ପଶ୍ଚିମ ଘାଟ ରହିଅଛି। ଲାଲ ତଥ୍ୟ ପୁସ୍ତକ କ'ଣ? ବିଶ୍ୱ ସଂରକ୍ଷଣ ସଂଘ ସଂକଟାପନ୍ନ ଜାତିର ଜୀବମାନଙ୍କ ଉପରେ ଏକ ପୁସ୍ତକ ପ୍ରକାଶ କରି ଆସୁଛି। ଏହି ପୁସ୍ତକର ନାମ ଲାଲ ତଥ୍ୟ ପୁସ୍ତକ। ଏହା ପ୍ରଥମେ 1966ରେ ପ୍ରକାଶ ପାଇଥିଲା ଏବଂ ଏଥିରେ 3000ରୁ ଅଧିକ ପ୍ରାଣୀ ଓ 20,000ରୁ ଉର୍ଦ୍ଧ୍ୱ ଉଦ୍ଭିଦମାନଙ୍କର ନାମ ସ୍ଥାନ ପାଇଥିଲା। ଏହି ଲାଲ ତଥ୍ୟ ପୁସ୍ତକରେ ଭାରତର ସର୍ବାଧିକ ସଂଖ୍ୟାରେ ସଂକଟାପନ୍ନ ଜାତି ସ୍ଥାନ ପାଇଛନ୍ତି। ସଂକଟାପନ୍ନ ପ୍ରାଣୀ କିଏ? ଜୈବ ବିବିଧତା ହ୍ରାସ ପାଇଲେ ଉପଯୁକ୍ତ ପ୍ରତିରୋଧକ ପଦକ୍ଷେପ ଅଭାବରୁ ଏକ ଜାତି ପୃଥିବୀରୁ ବା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବ। ଏପରି ଜାତିକୁ ସଂକଟାପନ୍ନ ପ୍ରାଣୀ ବୋଲି କୁହନ୍ତି। ବିଗତ ଶତାବ୍ଦୀର ମଧ୍ୟରେ ଅଧିକରୁ ଅଧିକ ଜାତି ସଂକଟାପନ୍ନ ଅବସ୍ଥାକୁ ଗତି କରୁଥିବାରୁ ବିଶ୍ୱସ୍ତରରେ ଏଥିନିମନ୍ତେ ଚିନ୍ତା ପ୍ରକଟ କରାଯିବା ସହିତ ସଚେତନତା ମଧ୍ୟ ବୃଦ୍ଧି ପାଇଛି। ବନ୍ୟପ୍ରାଣୀ ବୋର୍ଡର କାର୍ଯ୍ୟ କ'ଣ? ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ପାଇଁ ଗଠିତ ହୋଇଥିବା ବୋର୍ଡ। ଏହି ବୋର୍ଡ ଭାରତରେ 1972 ମସିହାରେ ଗଠନ କରାଯାଇଥିଲା। ବନ୍ୟପ୍ରାଣୀଙ୍କର ସଂରକ୍ଷଣ ଓ ସୁରକ୍ଷା ପାଇଁ ଏହା ଉଦ୍ଦିଷ୍ଟ। 2 ନମ୍ବର ପାର୍ଥକ୍ୟ ଦର୍ଶାଅ। ଅପଘଟକ, ପରପୋଷୀ। ଅପଘଟକ ମୃତ ଉଦ୍ଭିଦ ଓ ପ୍ରାଣୀମାନଙ୍କ ଶରୀରକୁ ଖାଦ୍ୟ ଶୋଷଣ କରି ବଞ୍ଚି ରହୁଥିବା ଅଣୁଜୀବମାନଙ୍କୁ ଅପଘଟକ କୁହାଯାଏ। କବକ ଓ ବ୍ୟାକ୍ଟେରିଆ ଇତ୍ୟାଦି ଅପଘଟକ ଶ୍ରେଣୀର। ପରପୋଷୀ ପ୍ରାଣୀମାନେ ହେଉଛନ୍ତି ପରପୋଷୀ ଓ ଏମାନେ ହେଉଛନ୍ତି ଭକ୍ଷକ। ଏମାନେ ସବୁଜ ଉଦ୍ଭିଦ ଗୁଡ଼ିକ ଉପରେ ନିର୍ଭର କରି ବୃଦ୍ଧି ପାଆନ୍ତି। 3 ନମ୍ବର ନିମ୍ନଲିଖିତ ଶବ୍ଦଗୁଡ଼ିକ ଗୋଟିଏ ଲେଖାଏଁ ବାକ୍ୟରେ ପ୍ରକାଶ କର। ଅଭୟାରଣ୍ୟ ପଶୁମାନଙ୍କ ଭଳି ପ୍ରାଣୀମାନଙ୍କର ସୁରକ୍ଷିତ ବାସସ୍ଥଳୀ। ଜାତୀୟ ଉଦ୍ୟାନ ଅଭୟାରଣ୍ୟଠାରୁ ଜାତୀୟ ଉଦ୍ୟାନମାନଙ୍କରେ ପଶୁପକ୍ଷୀମାନଙ୍କର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯାଇଥିବା। ବିଲୁପ୍ତ ଜାତି ପ୍ରାୟ 50 ବର୍ଷ ଧରି ବା ତାହାଠାରୁ ଅଧିକ ସମୟ ଧରି କୌଣସି ଜୀବ ଜାତି ଦୃଶ୍ୟମାନ ନହେଲେ ତାକୁ ବିଲୁପ୍ତ ଜାତି ବୋଲି କୁହାଯାଏ। ବିପଦ ପ୍ରବଣ ଜାତି ବର୍ତ୍ତମାନ ଉଦ୍ବେଗଜନକ ଅବସ୍ଥାରେ ନଥିବା ଏବଂ ଭବିଷ୍ୟତରେ ଲୋପ ପାଇଯାଇଥିବା ଆଶଙ୍କା ଥିବା ଜାତିର ପ୍ରାଣୀ ବିପଦ ପ୍ରବଣ ଜାତି ଭାବରେ ପରିଗଣିତ କରାଯାଇଥାଏ। ଏ ଥିଲା ବନ୍ୟପ୍ରାଣୀର ପାଠର ପ୍ରଶ୍ନ ଉତ୍ତର।